ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଇତିଶ୍ରୀ ମ୍ୟାମ୍। ଦେଖନ୍ତୁ ପିଲାମାନେ, ସମାଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟ ଝାରସୁଗୁଡ଼ା ତା ତରଫରୁ ଗୋଟେ ନୋଟିଫିକେସନ୍ ଆସିଛି। ତ ଚାଲନ୍ତୁ ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ଚ୍ୟାନେଲଟିକୁ ନୂଆ କରି ଆସିଛନ୍ତି ସେମାନେ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଫଳରେ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ଆଉ ଆପଣ ଭିଡ଼ିଓକୁ ଶୀଘ୍ର ଦେଖିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା। ପିଲାମାନେ, ପୂର୍ବରୁ ଆମେ ଆଲୋଚନା କରିଥିଲେ ଝାରସୁଗୁଡ଼ା ଜିଲ୍ଲାର କେତୋଟି ଭେକେନ୍ସି ରହିଥିଲା। ଆପଣମାନଙ୍କର 102ଟି ଭେକେନ୍ସି ରହିଥିଲା। ଆଉ ରିଟିନ୍ ଏକ୍ଜାମରେ ମଧ୍ୟ କେମିତି କ୍ୱେଶ୍ଚନ୍ ସବୁ ଆସିଥିଲା ଆମେ ଡିଟେଲ୍ସ ପୁରା ଆଲୋଚନା କରିଥିଲେ। ତ ଏବେ ଦେଖିବା ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ନିଯୁକ୍ତିର ଶେଷ ପରୀକ୍ଷା ଫଳ ଆପଣମାନଙ୍କର ଆସିଯାଇଛି ବା ଫାଇନାଲ୍ ମେରିଟ୍ ଲିଷ୍ଟ ଆସିଯାଇଛି। 102 ଜଣ କ୍ୟାଣ୍ଡିଡେଟ୍ସ ଏହି ଫାଇନାଲ୍ ମେରିଟ୍ ଲିଷ୍ଟରେ ସିଲେକ୍ସନ୍ ହେଇଛନ୍ତି। ଦେଖନ୍ତୁ ପିଲାମାନେ, ପୂର୍ବରୁ ଆମେ ଆଲୋଚନା କରିଥିଲେ ହୋମଗାର୍ଡ଼ ଚାକିରି ହେଉଛି ଆପଣମାନଙ୍କର କଣ୍ଟ୍ରାକ୍ଚୁଆଲ ବେସିସ୍ରେ ଚାକିରି କରିବେ 3 ବର୍ଷ ଧରିକି। ବୁଝିହେଲା ନା ପିଲାମାନେ? ଆପଣମାନଙ୍କର ଘର ପାଖରେ ଚାକିରି କରିବେ, ନିଜ ଘର ପାଖ ଥାନାରେ ଆପଣମାନେ ଚାକିରି କରିବେ। ଆରାମସେ କିଛି ଅସୁବିଧା ହେବ ନାହିଁ, ଯିବା ଆସିବା କରିକି ଚାକିରି କରିପାରିବେ। ତା ସହିତ ଆପଣମାନେ ଅନ୍ୟାନ୍ୟ ଫର୍ମ ମଧ୍ୟ ଆପ୍ଲାଏ କରିପାରିବେ, କିଛି ଅସୁବିଧା ହେବ ନାହିଁ। ସିଧାସଳଖ କଥା ହେବା ପାଇଁ ହେଲେ ଡିକେ ସାର୍ ଓଡ଼ିଶା ଟେଲିଗ୍ରାମ ଗ୍ରୁପରେ ଆପଣମାନେ ଜଏନ୍ କରିକି କଥା ହେଇପାରିବେ, ଆପଣମାନଙ୍କର ଡାଉଟ୍ କ୍ଲିଅର କରିପାରିବେ, କିଛି ଅସୁବିଧା ହେବ ନାହିଁ। ଆଉ ଆମ ଚ୍ୟାନେଲ ସହିତ ଯୋଡ଼ି ହେବା ପାଇଁ ହେଲେ ଏଡିଏସ୍ ନଲେଜ ପଏଣ୍ଟ ଟେଲିଗ୍ରାମରେ ଜଏନ୍ କରିବେ। ଓକେ ପିଲାମାନେ, ଚାଲନ୍ତୁ ଦେଖିବା ଯେଉଁ 102 ଜଣ କ୍ୟାଣ୍ଡିଡେଟ୍ସ ଫାଇନାଲ୍ ମେରିଟ୍ ଲିଷ୍ଟରେ ସିଲେକ୍ସନ୍ ହେଇଛନ୍ତି ସେହି ପ୍ରାର୍ଥୀମାନଙ୍କୁ 6/2/2024 ମାନେ ଫେବୃଆରୀ ମାସ 6 ତାରିଖ ଦିନ 7:30 ଘଟିକା ସମୟରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ ନିକଟରେ ଆପଣମାନେ ଉପସ୍ଥିତ ରହିବେ। ଓକେ ପିଲାମାନେ, ଯେଉଁମାନେ ଫାଇନାଲ୍ ମେରିଟ୍ ଲିଷ୍ଟରେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଓକେ ପିଲାମାନେ, ହଉ ଚାଲନ୍ତୁ ସେଇ ପିଲାମାନଙ୍କର ରୋଲ୍ ନମ୍ବର ଦେଖିବା, ସିରିଏଲ ନମ୍ବର ଦେଖିବା ଆଉ ନେମ୍ ଅଫ୍ ଦ କ୍ୟାଣ୍ଡିଡେଟ୍ସ ସେଇ ପିଲାମାନଙ୍କର ନାଁ ମଧ୍ୟ ଆମେ ଚାଲନ୍ତୁ ଦେଖିବା। ଓକେ, ଏଇ ଜାଗାରେ ଦେଖିପାରୁଥିବେ ପିଲାମାନେ ସିରିଏଲ ନମ୍ବର ଲେଖା ହେଇଛି ଆଉ ଆପଣମାନଙ୍କର ରୋଲ୍ ନମ୍ବର ଲେଖା ହେଇଛି ଆଉ ନେମ୍ ଅଫ୍ ଦ କ୍ୟାଣ୍ଡିଡେଟ୍ସ ଆପଣମାନଙ୍କର ନାଁ ଏ ଜାଗାରେ ରହିଛି। ଦେଖନ୍ତୁ ପିଲାମାନେ, ରୋଲ୍ ନମ୍ବର 21 ପପୁନ ବାଦମିରି, ସିଏ ସିଲେକ୍ସନ୍ ହେଇଛନ୍ତି ଝାରସୁଗୁଡ଼ା ହୋମଗାର୍ଡ଼ରେ। ସେଭଳିଆ ଦେଖନ୍ତୁ ରୋଲ୍ ନମ୍ବର 94 ନେଲସନ୍ ଜୋଜୋ, ଇଏ ମଧ୍ୟ ସିଲେକ୍ସନ୍ ହେଇଛନ୍ତି। ନେକ୍ସଟ ଏଇଭଳିଆ ନିଜ ନିଜ ରୋଲ୍ ନମ୍ବର ଦେଖିବେ, ନିଜ ନିଜ ନାଁ ମଧ୍ୟ ଦେଖି ଦେଖିକି ଯିବେ। ଓକେ ପିଲାମାନେ, ନେକ୍ସଟ ଚାଲନ୍ତୁ ଦେଖିବା ସିରିଏଲ ନମ୍ବର 12 ରୋଲ୍ ନମ୍ବର ହେଉଛି 861। ତାଙ୍କ ନାଁ ହେଉଛି ମନୋଜ କୁମାର ନାୟକ, ଇଏ ମଧ୍ୟ ଝାରସୁଗୁଡ଼ା ହୋମଗାର୍ଡ଼ରେ ସିଲେକ୍ସନ୍ ହେଇଛନ୍ତି। ଓକେ, ସେଭଳିଆ ନିଜ ନିଜ ରୋଲ୍ ନମ୍ବର ଚେକ୍ କରିଦିଅନ୍ତୁ, ନିଜ ନାଁକୁ ମଧ୍ୟ ଚେକ୍ କରିଦିଅନ୍ତୁ। ନେକ୍ସଟ ଆମେ ଦେଖିବା, ଏଇଠି ସିରିଏଲ ନମ୍ବର ଦେଖିପାରୁଥିବେ 88, 89, ଏଇଭଳିଆ 85 ଏମିତି ଦେଖିପାରୁଥିବେ। ଆପଣମାନଙ୍କର ରୋଲ୍ ନମ୍ବର ହେଇଛି, ନିଜ ନିଜ ରୋଲ୍ ନମ୍ବର ଚେକ୍ କରିଦିଅନ୍ତୁ, ନାଁ ମଧ୍ୟ ଏଇ ଜାଗାରେ ଦେଖିଦିଅନ୍ତୁ, ନିଜ ନିଜ ନାଁ ରହିଛି, ରୋଲ୍ ନମ୍ବର ରହିଛି, କେଉଁମାନେ ସିଲେକ୍ସନ୍ ହେଇଛନ୍ତି ଦେଖନ୍ତୁ। ଲାଷ୍ଟ ଦେଖନ୍ତୁ ଆପଣଙ୍କର ସିରିଏଲ ନମ୍ବର 102ରେ ଆପଣଙ୍କର ରୋଲ୍ ନମ୍ବର ଏ ଜାଗାରେ ରହିଛି କେତେ 3981। କିଏ ନା ଦୀପ୍ତିମୟୀ ମାଝୀ ସିଲେକ୍ସନ୍ ହେଇଛନ୍ତି ଝାରସୁଗୁଡ଼ା ହୋମଗାର୍ଡ଼ରେ। ତ ଅଧିକ ତଥ୍ୟ ପାଇବା ପାଇଁ ହେଲେ ଆମ ଚ୍ୟାନେଲ ସହିତ ଯୋଡ଼ି ହେଇକି ରୁହନ୍ତୁ। ଏହି PDF ପାଇବା ପାଇଁ ହେଲେ ବା ଅନ୍ୟାନ୍ୟ ଜବ୍ ରିଲେଟେଡ୍ PDF ପାଇବା ପାଇଁ ହେଲେ ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ ପଏଣ୍ଟରେ ଆପଣମାନେ ଜଏନ୍ କରିକି PDFକୁ ଡାଉନଲୋଡ୍ କରିନେବେ। ଆଉ ଯେଉଁମାନେ ନୂଆ କରି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଯାହାଫଳରେ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣଙ୍କର ମୋବାଇଲକୁ ଚାଲିଯିବ, କିଛି ଅସୁବିଧା ହେବ ନାହିଁ। ଆପଣ ଭିଡ଼ିଓକୁ ଶୀଘ୍ର ଦେଖିନେବେ ଆଉ ନିଜ ନିଜ ସାଙ୍ଗ ନିକଟକୁ ସେୟାର କରିବେ ଆଉ ଆପଣଙ୍କର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।